হয় হয়। ମହୁଲ ଫୁଲ କାହା ପାଇଁ ମହୁଲି ନିଶା ତ କାହା ପାଇଁ ଭାତହାଣ୍ଡି। ମହୁଲ ଫୁଲରେ ହସୁଛି ମହୁଲ ଗଛ। ଏବେ ମହୁଲ ଫୁଲର ସଂଗ୍ରହ ଋତୁ ଚାଲିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଲୋକମାନେ 2 ପଇସା ରୋଜଗାର କରିବା ପାଇଁ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି। ଆଉ ଘରେ ମହୁଲକୁ ଶୁଖେଇ ବେପାରୀମାନଙ୍କୁ ବିକ୍ରି କରିଦେଉଥିବା ବେଳେ ପରିଶ୍ରମ ଅନୁଯାୟୀ ସେମାନେ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ଦେଖନ୍ତୁ, ପ୍ରଥମ କଥା ହେଉଛି ଆମର ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠି ମ୍ୟାକ୍ସିମମ୍ ଆଦିବାସୀ ଜଙ୍ଗଲରେ ବାସ କରନ୍ତି ଏବଂ ତାଙ୍କର ଜଙ୍ଗଲ ଦ୍ରବ୍ୟ ହେଉଛି ମହୁଲ, କଚଡ଼ା ବା ଯାହା ଯାହା ସବୁ ଜଙ୍ଗଲରୁ ବାହାରୁଛି ସେମାନଙ୍କୁ ନେଇକି ସେମାନେ ତାଙ୍କର ଭରଣ ପୋଷଣ କରନ୍ତି। କିନ୍ତୁ ସେମାନେ ଉଚିତ ମୂଲ୍ୟରେ ତାଙ୍କର ଦ୍ରବ୍ୟ ଗୁଡ଼ିକ ସେମାନେ ବିକ୍ରି କରିପାରୁନାହାନ୍ତି। କାରଣ ହେଉଛି ସେମାନଙ୍କୁ ସରକାରଙ୍କର ପ୍ରୋତ୍ସାହନ କୌଣସି ସମୟରେ ମିଳୁନାହିଁ ଏବଂ ସରକାର ଯଦି ଚାହାନ୍ତେ ମହୁଲର ଉଚିତ ମୂଲ୍ୟ ନିଶ୍ଚିତ ଭାବରେ ସେମାନେ ପାଆନ୍ତେ ଏବଂ କଚଡ଼ା ଯାହା ଯାହା ବି ସବୁ ବାହାରୁଛି ପ୍ରଡକ୍ସନ ବାହାରୁଛି ଜଙ୍ଗଲରୁ ସେମାନେ ନିଶ୍ଚିତ ଭାବରେ ପାଆନ୍ତେ ଏବଂ ତାଙ୍କର ଆର୍ଥିକ କ୍ଷେତ୍ରରେ ବିକାଶ ହୁଅନ୍ତା ଏବଂ ତାଙ୍କର ପରିବାର ମଧ୍ୟ ସୁସ୍ଥ ସମାଜ ସାଙ୍ଗରେ ସଂଶ୍ଳିଷ୍ଟ ହୋଇଥାନ୍ତା। ତେଣୁ ମୁଁ କହିବି, ଯଦି ସରକାର, ଉଭୟ ସରକାର, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଖାଲି କଥାରେ ନ କହି କାମରେ ତାଙ୍କର ରୂପାନ୍ତରିତ କରନ୍ତେ ତାଙ୍କର କଥା ଗୁଡାକ, ତାହେଲେ ନିଶ୍ଚିତ ଭାବରେ ଆମର ଯୋଉ ମୟୂରଭଞ୍ଜ ଆଦିବାସୀ ଅଛନ୍ତି ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେଇପାରନ୍ତା। ତେବେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ଲୋକମାନେ ନିଜର ଜୀବନ ଜୀବିକା ନିର୍ଭର କରୁଥିବା ବେଳେ ସରକାରଙ୍କ ତରଫରୁ ଏହାର ବିକ୍ରି ବଟା ଲାଗି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରାଯାଇନାହିଁ। ତେଣୁ ବହୁ କଷ୍ଟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଆଦିବାସୀମାନେ ଖୁବ୍ କମ୍ ମୂଲ୍ୟରେ ବେପାରୀଙ୍କ ହାତକୁ ତାହା ଟେକି ଦେଉଛନ୍ତି। ଏବେ ମହୁଲ ଫୁଲର ସଂଗ୍ରହ ଋତୁ ହୋଇଥିବାରୁ ସକାଳ ହେଲେ ମହୁଲ ଗଛ ମୂଳରେ ଲାଗୁଛି ଭିଡ଼। ପରିବାର ପାଇଁ ରୋଜଗାର ଆଶାରେ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ। ହେଲେ ସେମାନଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବା ବେଳେ ଅନ୍ତତଃ କିଛି ଦିନ ମହୁଲ ଫୁଲ ବିକ୍ରି କରି ନିଜର ପରିବାର ଚଳାଇ ପାରୁଛନ୍ତି। ତେଣୁ ଯଦି ସରକାରୀ ସ୍ତରରେ ମହୁଲ ଫୁଲ ବିକ୍ରି କରିବାର ବ୍ୟବସ୍ଥା କରାଯାଆନ୍ତା ତାହେଲେ ଭଲ 2 ପଇସା ରୋଜଗାର କରିପାରନ୍ତେ ଆଦିବାସୀ ଲୋକମାନେ। ଦେଖନ୍ତୁ, ଆମେ ଯଦି ମୟୂରଭଞ୍ଜ କଥା କହିବା, ସମଗ୍ର ମୟୂରଭଞ୍ଜ କଥା କହିବା, ତାହେଲେ ଆମର ଏଇଟା ଗୋଟେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଏଠି ସେମିତି ଗୋଟେ ଭଲ ରୋଜଗାରର କୌଣସି ସୁଯୋଗ ବା ସୁବିଧା ନାହିଁ। ତେଣୁ ସାଧାରଣତଃ ଏଗ୍ରିକଲଚର ସେକ୍ଟରକୁ ଛାଡ଼ିଦେଲେ, ଚାଷକୁ ଛାଡ଼ିଦେଲେ ଅନ୍ୟ କୌଣସି ପ୍ରକାର ରୋଜଗାରର ପନ୍ଥା ଏଠାରେ ନାହିଁ। ଆଉ ଚାଷ କଥା ଯଦି ବି ଆମେ କହିବା, ଏଟା ଆପଣଙ୍କର ଚାଷଟା ଆମର ପୁରା ଗେମ୍ବୁଲନ ମାନସୁନ୍, କାରଣ ଇରିଗେସନ ଫ୍ୟାସିଲିଟି ସମ୍ପୂର୍ଣ୍ଣ ଜାଗାରେ ନାହିଁ। ତେଣୁ ଆମର ସାଧାରଣ ଲୋକମାନେ ପ୍ରାୟ ଯେଉଁମାନେ ରହୁଛନ୍ତି ସେମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ସବୁବେଳେ ନିର୍ଭର କରୁଛନ୍ତି। ଯେମିତି ହେଲା ଆପଣଙ୍କର ଏଇ ମହୁଲ ହେଲା, କଚଡ଼ା ହେଲା, ଯେତେ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଅଛି ସେସବୁ ଉପରେ ସେମାନେ ତାଙ୍କର ଜୀବିକାକୁ ଗୁଜାରଣ କରୁଛନ୍ତି। କିନ୍ତୁ ବହୁତ ସମୟରେ ଗୋଟେ ଜିନିଷ ପରିଲକ୍ଷିତ କରାଯାଉଛି ଯେ କିଛି ସମୟରେ ଅଭାବୀ ବିକ୍ରି ସେମାନଙ୍କୁ ବହୁତ କ୍ଷତିଗ୍ରସ୍ତ କରୁଛି। ସେମାନେ ଯୋଉ ପରିମାଣରେ ପରିଶ୍ରମ କରୁଛନ୍ତି ସେ ପରିମାଣରେ ସେମାନେ ଦାମ ପାଉନାହାନ୍ତି। ତୃତୀୟ ବ୍ୟକ୍ତି ଯିଏ ରହୁଛି ସିଏ ହିଁ ଲାଭବାନ ହଉଛି। ତେଣୁ ଏଇ ପରିପ୍ରେକ୍ଷୀରେ ସେମାନେ ଯେମିତି ପ୍ରକୃତ ଯେତିକି ଦାମ ହବା କଥା ସେତିକି ଦାମରେ ବିକି ପାରିଲେ ଖୁବ ଭଲ ହବ। ଏ ଲାଗି ଯଦି କୌଣସି ପ୍ରକାର ବନ୍ଦୋବସ୍ତ କରାଯାଆନ୍ତା ତାହେଲେ ଖୁବ ଭଲ ହୁଅନ୍ତା। ମୟୂରଭଞ୍ଜରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।